ଆମର ପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କର ସମୟ ସୀମାକୁ ସେ ଅତିକ୍ରମ କରିଛନ୍ତି। ଗୋଟିଏ ଦିନ ବିଶ୍ରାମ ନେଇନାହାନ୍ତି, ଛୁଟି ନେଇନାହାନ୍ତି। ଆଜି ଆମ ସମସ୍ତଙ୍କ ପାଇଁ ଗୋଟେ ଖୁସିର ଦିନ ଏବଂ ଉତ୍ସାହର ଦିନ, ପ୍ରେରଣାର ଦିନ ଏବଂ ସମସ୍ତଙ୍କ ପାଇଁ ଆଜି ଆମ ଆତ୍ମବିଶ୍ୱାସର ଦିନ। କଠିନ ପରିଶ୍ରମ କଲେ ଆଉ ତ୍ୟାଗ ତପସ୍ୟା ସାଧନା କଲେ ଜଣେ କାର୍ଯ୍ୟକର୍ତ୍ତା, ସାଧାରଣ କାର୍ଯ୍ୟକର୍ତ୍ତା ଅସାଧାରଣ ବ୍ୟକ୍ତିତ୍ୱରେ ପହଞ୍ଚି ପାରେ ଏବଂ ସାଧାରଣ କାର୍ଯ୍ୟକର୍ତ୍ତାରୁ ଯେ ଜୀବନ ଚର୍ଯ୍ୟା ଆରମ୍ଭ କରିଥିଲେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି। ଏବେ 2-3 ମାସ ତଳେ ଗୋଟେ ରେକର୍ଡ ସେ ଭାଙ୍ଗିଛନ୍ତି। 8,930 ଦିନ ଅତିକ୍ରାନ୍ତ କରିଛନ୍ତି ସିକିମର ମୁଖ୍ୟମନ୍ତ୍ରୀ, 8,930 ଦିନ ଥିଲେ ଏବଂ ତାଙ୍କ ଇତିହାସରେ ସ୍ୱର୍ଣ୍ଣାକ୍ଷର ଲିପିବଦ୍ଧ ରହିବ ଯେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସେ 8,930 ଦିନ ଅତିକ୍ରାନ୍ତ କରି ଆଉ 3 ମାସ ଅତିକ୍ରାନ୍ତ କରିସାରିଲେ। ଏବଂ ଆଜି ସମସ୍ତଙ୍କ ପାଇଁ, ଆଜି ଯେଉଁ ପାଇଁ ଆମେ ଆଜି ବାବା ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ଆଜି ପୂଜା ଅର୍ଚ୍ଚନା କରିବାକୁ ଆସିଛୁ, ତାଙ୍କ ଦୀର୍ଘ ଜୀବନ କାମନା କରିବାକୁ ଆସିଛୁ। ଯେ ଗତକାଲି 4,399 ଦିନ ସେ ସମ୍ପୂର୍ଣ୍ଣ କଲେ ଏବଂ ଲଗାତାର ପ୍ରଧାନମନ୍ତ୍ରୀ ଭାବରେ, ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାଳ ଆଜି ସବୁଠୁ ସର୍ବାଧିକ ଦିନ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ କଣ୍ଟିନ୍ୟୁଅସଲି 3 ଟର୍ମ କେବଳ ନୁହେଁ, ଆମର ପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କର ସମୟ ସୀମାକୁ ସେ ଅତିକ୍ରମ କରିଛନ୍ତି। ଗୋଟିଏ ଦିନ ବିଶ୍ରାମ ନେଇନାହାନ୍ତି, ଛୁଟି ନେଇନାହାନ୍ତି ଏବଂ ନିରବିଚ୍ଛିନ୍ନ ଭାବରେ ତାଙ୍କର କଠିନ ପରିଶ୍ରମ ଏବଂ ଯେଉଁ ସଂଘର୍ଷମୟ ସମୟ, ଏସବୁ କରୋନା ଭଳି ଗୋଟେ ସମସ୍ୟାର ଓଭରକମ୍ କରିବା ଏବଂ ସବୁ ସମସ୍ୟାକୁ ସମାଧାନ କରିବା ଦିଗରେ ଆଜି ଦେଶ ଚତୁର୍ଥ ଅର୍ଥନୀତିରେ ପହଞ୍ଚି ଆଜି ଭାରତବର୍ଷରେ କରୋନାକୁ ସେ ଯେଉଁଭଳି ଭାବରେ ସାମ୍ନା କଲେ ଏବଂ ଦେଶରେ ଯେଉଁ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିଛନ୍ତି ଏବଂ ଆଜି 370 ଧାରା ଉଠେଇବା, 35A ଉଠେଇବା, ଐତିହାସିକ ନିଷ୍ପତ୍ତି ନେବା, 80 କୋଟି ଲୋକଙ୍କୁ 6 ବର୍ଷ, 7 ବର୍ଷ, 8 ବର୍ଷ ଧରି ଗରିବ କଲ୍ୟାଣ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ନେବା ଏବଂ ସବୁ କାର୍ଯ୍ୟକ୍ରମ ଯେଭଳି ସାଧାରଣ ଲୋକ ତାଦେହରୁ ବଞ୍ଚିତ ହେବେନି ଏବଂ ତାପରେ ବି ଦେଶକୁ 4 ନମ୍ବର ଜାଗାରେ ବିଶ୍ୱରେ ପହଞ୍ଚେଇବା। ଆହୁରି ଭଗବାନ ଶକ୍ତି ଦିଅନ୍ତୁ ଏବଂ ତାଙ୍କୁ ଆମ ଓଡ଼ିଶା ପ୍ରଦେଶ ତରଫରୁ, ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର ଜିଲ୍ଲା ତରଫରୁ ଆଜି ମହାପ୍ରଭୁ ଆମର ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ଆମେ ସମସ୍ତେ ସେଇ ପ୍ରାର୍ଥନା କରିବାକୁ ଆସିଛୁ, ପୂଜା କରିବାକୁ ଆସିଛୁ ଏବଂ ସମସ୍ତେ ଆମେ ସଂକଳ୍ପ ନେବାକୁ ଆସିଛୁ ଯେ ତାଙ୍କ ସାଙ୍ଗରେ ସହଯୋଗ କରିବା, ଲମ୍ବା ଜୀବନ, ସେ ଆହୁରି ଦେଶର ସେବା କରନ୍ତୁ, ଆହୁରି ବହୁତ ସମସ୍ୟାର ସମାଧାନ କରନ୍ତୁ, ଦେଶକୁ ବିଶ୍ୱଗୁରୁ ପହଞ୍ଚାଇବା ପାଇଁ ବିକଶିତ ଭାରତ ସଂକଳ୍ପ 2047 ଅଛି, ତାକୁ ପୁରା କରିବା ପାଇଁ ତାଙ୍କୁ ଲିଙ୍ଗରାଜ ମହାପ୍ରଭୁ ଶକ୍ତି ଦିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦାବି କରାଯାଉଛି, ବିରୋଧୀ ମାନେ ଦାବି କରୁଛନ୍ତି ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ହେଉଛି ଉଚିତ ଦେବା ଦେବେ, କ'ଣ କହିବା? ଡାଇଲ୍ୟୁଟ୍ କରିବା, ଆମ ବିଷୟଟାକୁ ଡାଇଲ୍ୟୁଟ୍ କାହିଁ କରିବା? କରନ୍ତୁ, ନମ୍ବର 1 ଯାହା ହେବା କଥା ହୁଅନ୍ତୁ। ସରକାର ସଫଳତାର 2 ବର୍ଷ ପାଳନ କରୁଛନ୍ତି। କାଲି ସାମ୍ବାଦିକ ସମ୍ମିଳନୀ ବି ହୋଇଥିଲା। ବିଜେଡି କହୁଛି ସଫଳତା ନୁହଁ, ବିଫଳତା ବର୍ଷ ସରକାର ପାଳନ୍ତୁ, ସଫଳତା ନୁହଁ, ବିଫଳତା ଆଡ଼କୁ ଯାଉଛି। ପଞ୍ଚାୟତ ନିର୍ବାଚନରେ ଯେଉଁମାନେ କହୁଛନ୍ତି ବିଫଳତାର 2 ବର୍ଷ, ତାଙ୍କୁ ପଚାରନ୍ତୁ ବିଫଳତା କ'ଣ କ'ଣ ଆମର ହେଇଛି, ସଫଳତା ତାଙ୍କର କ'ଣ କ'ଣ ସେମାନେ 24 ବର୍ଷ ଭିତରେ କରିଥିଲେ, 15 ବର୍ଷ ଭିତରେ କରିଥିଲେ। ସଫଳତାର 15 ବର୍ଷ ସେମାନେ କୁହନ୍ତୁ ଏବଂ ଆମ ସଫଳତା ବିଷୟରେ ନ କୁହନ୍ତୁ, ଆମ ବିଫଳତା ବିଷୟରେ କୁହନ୍ତୁ, କିନ୍ତୁ ତାଙ୍କ ସଫଳତା ତାଙ୍କୁ କହିବାକୁ ପଡ଼ିବ। ଯେ ଆମର ବିଫଳତା କହିବେ, ତାଙ୍କର ବି 15 ବର୍ଷର ସଫଳତା ତାଙ୍କୁ ଗୋଟି ଗୋଟି କରି କହିବାକୁ ପଡ଼ିବ। ସେଟା କହିକି ଆମ ବିଫଳତା କୁହନ୍ତୁ, ଆମେ ତାକୁ ଶୁଣିବାକୁ ରାଜି ଅଛୁ।